ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବ ସ୍କୁଲ ପାଠରେ ସ୍ୱାଗତ କରୁଅଛେ। ବନ୍ଧୁ, ଆମେ ଏହି 3 ମାସରେ ବିଶେଷ ଭାବରେ ଯାତ୍ରା ପୁସ୍ତକ ଆଲୋଚନା କରିବାକୁ ଯାଉଅଛୁ। ଚାଲନ୍ତୁ ଏହି ଦ୍ୱିତୀୟ ସପ୍ତାହରେ ଦେଖିବା କି ଆଜିର ଆଲୋଚନା କ'ଣ, ବା ଏହି ସପ୍ତାହର ପାଠ ହେଉଛି କ'ଣ? ଦ ବର୍ଣ୍ଣିଂ ବୁଶ, ଜଳୁଥିବା ବୁଦା। ଏହା ଧ୍ୟାନ କରିବା ପୂର୍ବେ ଚାଲନ୍ତୁ ନିଜକୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଅନ୍ତର୍ଯାମୀ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଅଛ ଏହି ସାବସ୍କୁ ପାଠ ପଢ଼ିବା ପାଇଁ, ଯେପରିକି ଏହି ସାବସ୍କୁ ପାଠ ଆମେ ବୁଝିପାରିବୁ, ମନରେ ରଖିପାରିବୁ। ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ପ୍ରେମମୟ ଈଶ୍ୱରଙ୍କ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଯୀଶୁଙ୍କ ନାମେ ଏହି ଛୋଟ ପ୍ରାର୍ଥନା କରୁଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏହି ସପ୍ତାହର ପାଠ ହେଉଛି ବର୍ଣ୍ଣିଂ ବୁଶ, ଜଳୁଥିବା ବୁଦା। ଚାଲନ୍ତୁ ଏହି ସପ୍ତାହର ସ୍ୱର୍ଣ୍ଣ ପଦକୁ ଆମେ ଦେଖିବା। ଆଉ ଏହି ସପ୍ତାହରେ ଆମ ସ୍ୱର୍ଣ୍ଣ ପଦ ନିଆଯାଉଛି ଯାତ୍ରା ପୁସ୍ତକ 3:7-8। ଚାଲନ୍ତୁ ପବିତ୍ର ଶାସ୍ତ୍ରରୁ ଆମେ ଦେଖିବା। ଯାତ୍ରା ପୁସ୍ତକ 3:7-8। ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିଶ୍ର ଦେଶସ୍ଥିତ ଆପଣା ଲୋକମାନଙ୍କ କ୍ଲେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟ ଶାସକମାନଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିସ୍ତ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ ଅର୍ଥାତ୍ କିନାନୀୟ ଓ ହିଦୀୟ, ଏମୋରୀୟ ଓ ପରିକ୍ଷୀୟ ଓ ହିତୀୟ ଓ ଜିବୁସୀୟମାନେ ଯେଉଁ ସ୍ଥାନରେ ଥାନ୍ତି, ସେହି ଦୂତ ମଧ୍ୟ ସୁଧା ପ୍ରବାହିତ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଅଛୁ। ବନ୍ଧୁ, ଆମ ଯେଉଁ ସ୍ୱର୍ଣ୍ଣ ପଦରେ ଆମେ ଦେଖୁଅଛୁ, ପରମେଶ୍ୱର ଆପଣଙ୍କ ବା ଆପଣା ଲୋକମାନଙ୍କ ଯେଉଁ ଯନ୍ତ୍ରଣା ଦେଖିଲେ, ଯେଉଁ ଯନ୍ତ୍ରଣା ସେମାନେ ମିଶ୍ର ଦେଶରେ ଅନୁଭବ କରୁଥିଲେ, ସେଇ ଯନ୍ତ୍ରଣା ଦେଖି ଆପଣା ପ୍ରତିଜ୍ଞାକୁ ମନକୁ ଆଣି ଯେଉଁ ପ୍ରତିଜ୍ଞା ଆପଣା ଦାସମାନଙ୍କୁ କରୁଥିଲେ, ଅବ୍ରାହମ, ଇସାକ ଆଉ ଯାକୋବଙ୍କୁ, ସେହି ପ୍ରତିଜ୍ଞାକୁ ମନକୁ ଆଣି ସେ ଦେଖିଲେ, ସେ ଚାହିଁଲେ ଯେପରିକି ଏହି ଯିହୁଦୀ ଯେଉଁ ଇସ୍ରାଏଲ ମାନେ ବର୍ତ୍ତମାନ ଦାସତ୍ୱ ରୂପରେ ମିଶ୍ର ଦେଶରେ ଅଛନ୍ତି, ଯେଉଁ ଯନ୍ତ୍ରଣା ସେମାନେ ଅନୁଭବ କରୁଛନ୍ତି, ଆଉ ସେହି ଯନ୍ତ୍ରଣାରୁ ସେମାନଙ୍କୁ ଦୁଗ୍ଧମୟ ଦେଶକୁ ନେବା ପାଇଁ ଇଚ୍ଛା କରନ୍ତି। ଆଉ ସେ ଦେଶମାନରେ ଯେଉଁମାନେ କି ବାସ କରୁଥିଲେ, ସେମାନଙ୍କୁ ତୋଳି ଆଉ ସେଇ ଦେଶକୁ ସେମାନଙ୍କୁ ଦେବା ପାଇଁ ପ୍ରଭୁ ପରମେଶ୍ୱରଙ୍କ ଇଚ୍ଛା ଥିଲା। ଆଉ ଏହି ସପ୍ତାହରେ ଏହି ଯେଉଁ ଇଚ୍ଛା ସେ କିପରି ପୂରଣ କରୁଛନ୍ତି, ତାହା ବିଷୟରେ ଆମେ ଦେଖିବାକୁ ଯାଉଅଛୁ, ଯାହାଦ୍ୱାରା ଆମେ ଜାଣିପାରିବା ଯେ ଈଶ୍ୱରଙ୍କର ଇଚ୍ଛା କିପରି ମାନବ ଉପରେ ପ୍ରକାଶ କରନ୍ତି, ଆଉ ଈଶ୍ୱର କିପରି ଯେଉଁମାନେ ତାହାଙ୍କଠାରେ ବିଶ୍ୱସ୍ତରେ ରହନ୍ତି ସେମାନଙ୍କୁ ପରମେଶ୍ୱର କିପରି ଉଦ୍ଧାର କରନ୍ତି, ତାହା ବିଷୟରେ ଆମେ ଦେଖୁଛୁ। ଯେପରିକି
ଏହି ସପ୍ତାହର ଆଲୋଚନା ହେଉଛି ଦ ବର୍ଣ୍ଣିଂ ବୁଶ। ବିଶେଷ ଭାବରେ ବୁଶ ମାନେ ବୁଦା। ଯେଉଁ ବୁଦା ଜଳୁଅଛି ଆଉ ସେଇ ବୁଦା ଜଳୁଅଛି ମାତ୍ର ବାସ୍ତବରେ ସେ ଜଳୁନାହିଁ। ଆଉ ସେଇ ବୁଦାରୁ ଯେଉଁ ସ୍ୱର ଆସେ ଆଉ କୁହେ କି ମୋର ସନ୍ତାନମାନେ ମିଶର ଦେଶରେ ତାଡ଼ନା, ବାଧା, କଷ୍ଟ ଅନୁଭବ କରୁଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁମକୁ ମୁଁ ବାଛିଅଛି। ତୁମେ ଯାଇ ସେମାନଙ୍କୁ ଉଦ୍ଧାର କରିବ। ଏହି ବିଷୟରେ ଆମେ ବିଶେଷ ଭାବରେ ଜାଣିବା। ବନ୍ଧୁ, ପରମେଶ୍ୱର ବେଲେ ବେଲେ ଆମକୁ ଆହ୍ୱାନ କରନ୍ତି, ଆଉ ଯେପରିକି ଆମ୍ଭେମାନେ ଆମମାନଙ୍କ ଜୀବନ ଦ୍ୱାରା ସେ ଆହ୍ୱାନକୁ ଗ୍ରହଣ କରିଥାଉ ଆଉ ଆବିଷ୍କାର କରିଥାଉ ପରମେଶ୍ୱର କିପରି ଏମାନଙ୍କୁ ସେହି ଆହ୍ୱାନକୁ ବ୍ୟବହାର କରନ୍ତି। ଯେପରିକି ପରମେଶ୍ୱର ମୂଷାକୁ ଆହ୍ୱାନ କଲେ ଏକ ବିଶେଷ କାର୍ଯ୍ୟ, ଯେପରିକି ସେ ମୁଖାମୁଖି କରିବେ, ଆଉ ତାହା ପାଇଁ ପରମେଶ୍ୱର ମୂଷାଙ୍କ ସହ ସେହି ବୁଦାରେ ଭେଟିଲେ ଆଉ ତାହାଙ୍କ ଦ୍ୱାରା କିପରି ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ ସେହି ମିଶ୍ର ଦେଶରୁ ଉଦ୍ଧାର କରି ଆଣିବେ, ତାହା ସେ ଯୋଜନା କଲେ। ବନ୍ଧୁ, ଆମେ ଜାଣୁଅଛୁ କିପରି ମୂଷା ଯେଉଁ ଦେଶରେ ଏକ ରାଜକୁମାର ଭାବରେ ବଢୁଥିଲେ, ଆଉ ଆମେ ଦେଖୁଛୁ ଗତ ସପ୍ତାହରେ ଆମେ ଦେଖିଲୁ କିପରି ମୂଷା ସେହି ମିଶ୍ର ଦେଶରୁ ପଳାୟନ କରିଥିଲେ ଆଉ କାହିଁକି ପଳାୟନ କରୁଥିଲେ ତାହା ବିଷୟରେ ଆମେ ଗତ ସପ୍ତାହରେ ଶିଖିଥିଲୁ। ଆଉ ବର୍ତ୍ତମାନ ସେ ମିଦିଆନ ଦେଶରେ ବାସ କରୁଛନ୍ତି ଆଉ ସେ ମିଦିଆନ ସ୍ତ୍ରୀକୁ ବିବାହ କରିଥିଲେ, ଯେଉଁ ଯାହାର ଝିଅ ଥିଲା ଏକ ଯାଜକର ଝିଅ, ଯାହାର ନାମ ଥିଲା ଚିତ୍ର। ଆମେ ଦେଖୁଅଛୁ ମୂଷା କିପରି ସେଇ ମିଦନରେ ଚିତ୍ରଙ୍କର ଯେଉଁ ମେଣ୍ଢା, ଯେଉଁ ଛେଳି ଅଛି, ପଲ ଅଛି, ସେମାନଙ୍କର ଯତ୍ନ ନେଉଥିଲେ। ଆମେ ଦେଖୁଅଛୁ ସେହି ଯତ୍ନ ନେବାରେ ମୂଷା କିପରି ଆପଣାକୁ ନମ୍ର କରିଥିଲେ। ଏମିତି ସମୟ ଥିଲା, ସେ ଜଣେ ରାଗୀ ମଣିଷ ଥିଲେ। ଯେବେ ସେ ଆପଣା ଲୋକଙ୍କର ଦୁଃଖ ଦେଖିଲେ ଆଉ ସେ ଦୁଃଖ ଦେଖି ଯେତେବେଳେ ସେ ମିଶିରିୟ ଲୋକକୁ ମାରି ସେହି ମାଠିରେ ପୋତି ଦେଇଥିଲେ, ଆଉ ଯେବେ ସେଇ କଥା ବାହାରକୁ ଆସିଗଲା, ଯେବେ ରାଜା ତାକୁ ମାରିବା ପାଇଁ ପ୍ରକାଶ କରିଥିଲେ ବା ଇଚ୍ଛୁକ ହୋଇଥିଲେ ବା ମାରିବା ପାଇଁ ତା ପଛରେ ଲାଗିଥିଲେ, ସେତେବେଳେ ସେ ମିଶର ଦେଶରୁ ସେହି ମିଦନ ଦେଶକୁ ଚାଲି ଯାଇଥିଲେ। ଆଉ ଏଠି ଆମେ ଦେଖୁଅଛୁ, ପ୍ରଥମ ଭାଗ ଦେଖୁଅଛୁ କି ଜଲିବା ବୁଦା। ସେଇ ଜଲିବା ବୁଦାରେ ପରମେଶ୍ୱର କିପରି ମୂଷାଙ୍କ ସହ ସାକ୍ଷାତ କରୁଛନ୍ତି ଆଉ କିପରି ପରମେଶ୍ୱରଙ୍କ କଥା ଆମେ ଶୁଣୁଅଛୁ। ଯଦି ଆମେ ଦେଖିବା ଯାତ୍ରା ପୁସ୍ତକ 1:3-1-6, ସେଠି ଆମେ ଦେଖୁଛୁ, ସେହି ସମୟରେ ମୂଷା ଆପଣା ପଶୁର ଜିତ୍ର ନାମକ ମିଦିୟନୀୟ ଯାଜକର ମେଷପାଳ ଜଗାଉଥିଲେ। ଦିନରେ ସେ ପ୍ରାନ୍ତର ପଶ୍ଚାତ୍ ଭାଗରେ ମେଷପାଳ ଘେନି ରହେଦ ନାମକ ପରମେଶ୍ୱରଙ୍କ ପର୍ବତ ଉପସ୍ଥିତ ହେଲେ। ଏଥିରେ ଗୋଟିଏ ବୁଦା ମଧ୍ୟସ୍ଥରୁ ଅଗ୍ନି ଶିଖାରେ
ସଦାପ୍ରଭୁଙ୍କୁ ଦୂତ ତାଙ୍କ ଦର୍ଶନ ଦେଲେ। ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉନ ନାହିଁ। ତେଣୁ ମୂଷା କହିଲେ, ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟରେ ଦେଖିବି। ବୁଦାଟା କାହିଁକି ଦଗ୍ଧ ହେଉନାହିଁ? ମାତ୍ର ସଦାପ୍ରଭୁ ସେତେବେଳେ ଦେଖିଲେ ସେ ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି। ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୂଷା, ହେ ମୂଷା। ତହିଁରେ ସେ କହିଲେ, ଏହି ଦେଖନ୍ତୁ, ମୁଁ ଉପସ୍ଥିତି ଅଛି। ତହୁଁ ସେ କହିଲେ, ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି। ସେ ଆହୁରି କହିଲେ, ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର ଅର୍ଥାତ୍ ଅବ୍ରାହମ ପରମେଶ୍ୱର ଓ ଇସାକର ପରମେଶ୍ୱର ଓ ଯାକୋବର ପରମେଶ୍ୱର। ତହିଁରେ ମୂଷା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। ବନ୍ଧୁ, କିପରି ପରମେଶ୍ୱର ମୂଷାଙ୍କ ସହ ସାକ୍ଷାତ କଲେ ଏହି ଯୋଉ ଜଳୁଥିବା ବୁଦାରେ, ତାହା ବିଷୟରେ ଆମେ ପାଉଛୁ। ବନ୍ଧୁ, ହୋଇପାରେ ପରମେଶ୍ୱର ଆମମାନଙ୍କୁ ନିଜକୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ସ୍ୱପ୍ନ ଦ୍ୱାରା ଆମମାନଙ୍କୁ କହିବା ପାଇଁ ଚାହୁଁଛନ୍ତି। ବେଳେ ବେଳେ ହୋଇପାରେ ମୂଷାଙ୍କ ପରି ଆମେ ଏକ ବାହାନା ଖୋଜି ନଥାଉ। ମୂଷା କଣ ଦେଖନ୍ତି? ସେ ଦେଖନ୍ତି ପରମେଶ୍ୱରଙ୍କର ଏକ ଦୂତ। ଆଉ ଯେବେ ମୂଷା ସେହି ବୁଦା ପାଖକୁ ଗଲେ, ସେତେବେଳେ ସେହି ସ୍ୱର ଯାହା ଆମେ ପଢ଼ିଲୁ ଯାତ୍ରା ପୁସ୍ତକ 3:2, ତାହା ଦେଖିଲୁ ପରମେଶ୍ୱର ତାଙ୍କୁ କଥା କହୁଛନ୍ତି। ଆଉ ସେ କହନ୍ତି କି ଏହା ହେଉଛି ପରମେଶ୍ୱରଙ୍କର ଦୂତ, ଯାହାକି ଖ୍ରୀଷ୍ଟଙ୍କୁ ଦର୍ଶାଏ। ଯେଉଁ ଶବ୍ଦ ଅର୍ଥ ଏଞ୍ଜେଲ ବା ଦୂତ ର ଅର୍ଥ ହେଉଛି ସେ ଜଣେ ସାମ୍ପାଦିକ, ଯାହା ହିବ୍ରୁରେ ମାଲ ଆକ୍ ବୋଲି କୁହାଯାଉଛି। ମାନେ ଏହି ଯୋଉ ଶବ୍ଦଟା ସଦାବେଳେ ନିର୍ଭର କରିଥାଏ ସେହି ବାକ୍ୟ ଯାହାକି ଦୂତ, ଯାହା କୁହାଯାଇଅଛି ଏକ ଈଶ୍ୱରୀୟ ପଦରେ। ଯଦି ଆମେ ମାଲାକି 3:1 ଆଉ ଆଦି ପୁସ୍ତକ 31:3 ଏମିତି ଯଦି ଦେଖିବା, ସେଠି ଆମେ ପାଉଅଛୁ କିପରି ଦୂତ କହନ୍ତି, ଯେଉଁ ସ୍ଥାନରେ ତମେ ଛିଡ଼ା ହୋଇଅଛ ସେହି ସ୍ଥାନ ହେଉଛି ପବିତ୍ର ସ୍ଥାନ। ଚାଲନ୍ତୁ ଆଗକୁ ବଢିବା। ଯାତ୍ରା ପୁସ୍ତକ 7-12, ମାନେ 3:7-12। ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିଶ୍ର ଦେଶସ୍ଥ ଆପଣା ଲୋକମାନଙ୍କ କ୍ଲେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟ ଶାସକ ମାନ ଲାଗି ସେମାନେ ରୋଦନ କରୁଅଛନ୍ତି, ଶୁଣୁଅଛି। ଆମ୍ଭେ ସେମାନଙ୍କ ଯନ୍ତ୍ରଣା ଜାଣିଲୁ। ଏହିପରି ସଦାପ୍ରଭୁ ପରମେଶ୍ୱର ମୂଷାକୁ କହନ୍ତି। ଆଉ ସେ କହନ୍ତି, ଏହେତୁ ମିଶ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ ଅର୍ଥାତ୍ କିନାନୀୟ ଓ ହିତୀୟ ଓ ଇମୋରୀୟ ଓ ପରୀକ୍ଷୀୟ ଓ ହିଦ୍ଦିକୀୟ ଓ ଜିବୁସୀୟ ମାନେ ଯେଉଁ ସ୍ଥାନରେ ଥାନ୍ତି, ଯେଉଁ ଦୁର୍ଗନ୍ଧମୁକ୍ତ ମହୁ ବାହୀ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଲୁ।
ଯେହେତୁ ଦେଖ ଇସ୍ରାଏଲ ସନ୍ତାନଗଣର ବନ୍ଧନ ଆମର କର୍ଣ୍ଣଗୋଚର ହେଲା। ଆହୁରି ମିଶ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୁରମ୍ୟ ବ୍ୟବହାର କରନ୍ତି ତାହା ଆମ୍ଭେ ଦେଖିଅଛୁ। ଏଣୁ ଏବେ ଆସ ଆମ୍ଭେ ତୁମକୁ ଫାରୋ ନିକଟସ୍ଥ ପ୍ରେରଣ କରିବା। ତୁମ୍ଭେ ମିଶ୍ର ଠାରୁ ଆମର ଲୋକ ଇସ୍ରାଏଲ ସନ୍ତାନମାନଙ୍କୁ ବାହାର କରି ଆଣିବ। ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, ମୁଁ କିଏ ଯେ ଫାରୋଙ୍କ ନିକଟକୁ ଯାଇ ମିଶ୍ର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି। ତହୁଁ ସେ କହିଲେ, ଆମ୍ଭେ ଅବଶ୍ୟ ତୁମର ସହବର୍ତ୍ତୀ ହେବା। ପୁଣି ଆମ୍ଭେ ଯେ ତୁମକୁ ପ୍ରେରଣ କଲୁ ତହିଁର ଏହି ଚିହ୍ନ ଜାଣିବ। ତୁମ୍ଭେ ମିଶ୍ରରୁ ଲୋକମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ତୁମେମାନେ ଏହି ପର୍ବତକ ପରମେଶ୍ୱରଙ୍କ ସେବା କରିବ। ବନ୍ଧୁ, କିପରି ପରମେଶ୍ୱରଙ୍କ ଦୂତ ପରମେଶ୍ୱର ମୋଶା କହନ୍ତି କି ସେ ଆପଣା ଲୋକଙ୍କର ଯୋଉ ରୋଦନ ଶୁଣୁଛନ୍ତି ଆଉ ସେମାନଙ୍କୁ ସେହି ରୋଦନରୁ ସେହି ଦୁଃଖରୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ଆଉ ଏହା ମୋଶାଙ୍କ ଦ୍ୱାରା କରିବା ପାଇଁ ସେ ଚାହାନ୍ତି। ଆଉ ସେ କହନ୍ତି କି ମୁଁ ତୁମ ସହିତ ସହବର୍ତ୍ତୀ ରହିବି। ଆଉ ତୁମେ ଫାରୋକୁ ଯାଇ ସାକ୍ଷାତ କରିବ। ଆଉ ସାକ୍ଷାତ କଲା ପରେ ମୋ ଲୋକମାନଙ୍କୁ ଆଣି ଏହି ପର୍ବତରେ ମୋର ସେବା କରିବ। ମୋର ବଳିଦାନ ବା ଯୋଉ ପ୍ରାର୍ଥନା ଯୋଉ ଆରାଧନା ତୁମେ କରିବ ବୋଲି ସେ କହିଲେ। ଚାଲନ୍ତୁ ଆମେ ଆଗକୁ ବଢିବା। ଦ ନେମ୍ ଅଫ ଦ ଲର୍ଡ, ଈଶ୍ୱରଙ୍କର ପରମେଶ୍ୱରଙ୍କର ନାମ। ଯାତ୍ରା ପୁସ୍ତକ 3 ଯାହା 12:3-13-22 ଆମେ ପାଉଛୁ। ଈଶ୍ୱର ନିଜେ ପରମେଶ୍ୱରଙ୍କ ଠାରେ ପ୍ରକାଶ କରନ୍ତି, ଯାହା ଚେୟା ଆସେ ଚେୟା। ବାସ୍ତବିକରେ ଏହାର ଅର୍ଥ ହେଉଛି କି ମୁଁ ସେହି ପ୍ରଭୁ ଯିଏକି ପ୍ରାରମ୍ଭରେ ଥିଲି ଆଉ ସେହି ପ୍ରଭୁ ବର୍ତ୍ତମାନ ମୁଁ, ଯାହା ଯାତ୍ରା ପୁସ୍ତକ 3:12 ଆମେ ପାଉଅଛୁ। କହିଲେ ତୁମେ ମିଶ୍ର ଦେଶର ତୁମମାନଙ୍କୁ 3:12। ତହୁଁ ସେ ତହିଁରେ କହିଲେ, ଆମ୍ଭେ ଅବଶ୍ୟ ତୁମର ସହବର୍ତ୍ତୀ ହେବା। ପୁଣି ଆମ୍ଭେ ଯେ ତୁମକୁ ପ୍ରେରଣ କଲୁ ତହିଁର ଏହି ଚିହ୍ନ ଜାଣିବ। ତୁମ୍ଭେ ମିଶ୍ର ଲୋକମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ତୁମମାନେ ଏହି ପର୍ବତରେ ପରମେଶ୍ୱରଙ୍କ ସେବା କରିବ। ବନ୍ଧୁ, ପରମେଶ୍ୱର ମୋଶଙ୍କୁ ଆଶ୍ୱାସନା ଦିଅନ୍ତି ସେ ତାଙ୍କଠାରେ ରହିବେ। ଯାହାର ମାନେ ହେଉଛି ସେ ସଦାସର୍ବଦା ତାଙ୍କଠାରେ ସେ ରହିବେ। ତାଙ୍କର ଦ୍ୱାରା ସେ କାର୍ଯ୍ୟ କରିବେ। ଯାହା ୟେହୋୱା ବାସ୍ତବିକ ନାମରେ ୟେହୋୱା ମାନେ ଇଂରାଜୀ ବାଇବଲରେ ସାଧାରଣରେ ପ୍ରଭୁ ବୋଲି କୁହାଯାଏ। ଆଉ ପ୍ରଭୁ ଏଠି ସେ ୟେହୋୱା କହନ୍ତି କି ମୁଁ ଇସ୍ରାଏଲ ପ୍ରଜାମାନଙ୍କୁ ସେହି ମିଶ୍ର ଦେଶରୁ ବାହାର କରି ଆଣିବା ପାଇଁ ଇଚ୍ଛା କରୁଛି। ଆଉ ତୁମେ ଯାଇ ଏହି ପ୍ରଭୁର ନାମ ସେମାନଙ୍କୁ କହିବ। ଯାହା ଆମେ ଦେଖୁଅଛୁ ଏଲିଓହମି ମାନେ ଶକ୍ତିଶାଳୀ ପ୍ରଭୁ, ସର୍ବଶକ୍ତି ପ୍ରଭୁ, ମହାନ ପ୍ରଭୁ, ଯିଏକି ସମସ୍ତ ଶକ୍ତି ତାଙ୍କଠାରେ ପ୍ରକାଶ। ସେଇ ନାମ ହେଉଛି ୟେହୋୱା ଏଲିହିମ। ସେ ହଉଛନ୍ତି ଏଇ ଯୋଉ ସାରା ସଂସାରର ଶାସନକର୍ତ୍ତା। ସେ ହେଉଛନ୍ତି ସାରା ସଂସାରର ସୃଷ୍ଟିକର୍ତ୍ତା। ସେ ହେଉଛନ୍ତି ସମସ୍ତଙ୍କ ପ୍ରଭୁଙ୍କର ପ୍ରଭୁ। ଆଉ ସେହି ପ୍ରଭୁ ଇସ୍ରାଏଲ ପ୍ରଜାମାନଙ୍କୁ
ମିଶ୍ର ଦେଶରୁ ବାହାର କରି ଆଣିବା ପାଇଁ ମୋଶାଙ୍କୁ ଆହ୍ୱାନ କଲେ। ଏବେ ଆହ୍ୱାନ କଲେ ଯେପରି ସେ ଇସ୍ରାଏଲ ପ୍ରଜାମାନଙ୍କୁ ମିଶ୍ର ଦେଶକୁ ଯାଇ ବାହାର କରି ଆଣିବେ। ଆମେ ଦେଖୁଅଛୁ ଯାହାକି ମୋଶା ଚାରି ପ୍ରକାର ବାହାନା ଦେଖାନ୍ତି। ଚାରି ପ୍ରକାର ବାହାନା। ବେଲେ ବେଲେ ଯେବେ ପରମେଶ୍ୱର ଆମମାନଙ୍କୁ ଏହିପରି କାମ ଦେଇଥାନ୍ତି, ଆଉ ସେହି କାମରେ ଇଚ୍ଛା ନ କରି ଆମେ ପରମେଶ୍ୱରଙ୍କ ଆଡ଼ରେ ବାହାନା ଦେଖାଇଥାଉ। ଆଉ ଯେବେ ପରମେଶ୍ୱର ମୋଶାଙ୍କୁ ଡାକିଲେ ବା ଆହ୍ୱାନ କଲେ, ସେ ପରମେଶ୍ୱରଙ୍କ ଠାରେ ବାହାନା କଲେ। ଆଉ ସେହି ବାହାନା କଣ ଆମେ ଦେଖିବା। ଯଦି ଯାତ୍ରା ପୁସ୍ତକ 4:1-17 ଯଦି ପଢିବା, ସେଠି ଆମେ ମୋଶା କିପରି ପରମେଶ୍ୱରଙ୍କୁ ବାହାନା ଦେଲେ, ସେ କିପରି ଈଶ୍ୱରଙ୍କ କାମକୁ କରିବା ପାଇଁ ଚାହିଁଲେ ନାହିଁ। ପ୍ରଥମ ଜିନିଷ ତା ପୂର୍ବରେ ଚାଲନ୍ତୁ ଆମେ ଦେଖିବା ଯାତ୍ରା ପୁସ୍ତକ 3:11। 3:11ରେ ଆମେ ପଢି ସାରିଛୁ। ଆଉ ଥରେ ଆମେ ଦେଖିବା 3:11। ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, ମୁଁ କିଏ ଯେ ଫାରୋଙ୍କ ନିକଟକୁ ଯାଇ ମିଶ୍ର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି। ଏହିପରି ପରମେଶ୍ୱରଙ୍କ ଠାରେ ମୋଶା ବାହାନା କଲେ କି ମୁଁ କିଏ ଯେ ଫାରୋଙ୍କ ସମ୍ମୁଖ ଯାଇ ଇସ୍ରାଏଲ ପ୍ରଜାମାନଙ୍କୁ ବାହାର କରିବି। ସେ ଭାବିଲେ କି ନିଜ ଲୋକମାନେ ତାକୁ ବିଶ୍ୱାସ କରିବେ ନାହିଁ। ନିଜ ଲୋକ ତାକୁ ବିଶ୍ୱାସ କରିବେ ନାହିଁ। ଏଥିଯୋଗୁଁ ସେ ନିଜକୁ ଦୂରରେ ରଖିବା ପାଇଁ ଚେଷ୍ଟା କଲେ। ଆଉ ତା ମନରେ ଏମିତି ଏକ ଆଲୋଚନା ବାହାରିଲା, ଯଦି ମୁଁ ଯିବି ଆଉ ଇସ୍ରାଏଲ ପ୍ରଜାମାନେ ଯଦି ମୋ କଥା ନ ଶୁଣିବେ, ଯାହା ଯାତ୍ରା ପୁସ୍ତକ 4:1ରେ ଦେଖୁଅଛୁ, ଏଥିରେ ମୋଶା ଉତ୍ତର ଦେଲେ, କଲେ, ଦେଖନ୍ତୁ ସେମାନେ ମୋତେ ପ୍ରତ୍ୟୟ କରିବେ ନାହିଁ ଓ ମୋ ରବରେ ମନୋଯୋଗ କରିବେ ନାହିଁ। ମାତ୍ର ସେମାନେ କହିବେ, ସଦାପ୍ରଭୁ ତୁମକୁ ଦର୍ଶନ ଦେଇ ନାହାନ୍ତି। ଏହିପରି ସେମାନେ କହିବେ। ତେବେ ମୁଁ କଣ ଉତ୍ତର ଦେବି ବୋଲି ପରମେଶ୍ୱରଙ୍କ ଠାରେ ମୋଶା କହିଲେ। ଆଉ ପରମେଶ୍ୱର ତାଙ୍କୁ ଏକ ଚିହ୍ନ ଦେଲେ। ଆଉ ସେଥିରେ ଆମେ ଦେଖୁଛୁ ଦୁଇଟା ଏକ ଆଶ୍ଚର୍ଯ୍ୟ ଚିହ୍ନ। ଆଉ ପ୍ରଥମ ଚିହ୍ନ ଥିଲା, ଯାହା ଆମେ ଦେଖୁଅଛୁ, ଯେଉଁ ବାଡ଼ି ଦ୍ୱାରା ସେ ଆପଣା ପଳକୁ ଦେଖୁଥିଲା, ସେଇ ପଳକୁ ସେ ଶାସନ କରୁଥିଲା, ତାହା ହେଉଛି ତାହା ଦ୍ୱାରା ଏକ ଚିହ୍ନ ପରମେଶ୍ୱର ମୋଶାକୁ ଦେଲେ। ଆଉ ଦ୍ୱିତୀୟ ତାର ହସ୍ତ, ଯେଉଁ ବାଡ଼ି ଥିଲା, ପରମେଶ୍ୱର କହିଲେ ସେଇ ବାଡ଼ିକୁ ତଳରେ ପକାଇ ଦିଅ। ଯେବେ ସେ ପକାଇ ଦେଲେ, ସେଇ ବାଡ଼ି ଏକ ସର୍ପ ରୂପ ନେଲା। ଆଉ ସେତେବେଳେ ମୋଶା ସେଠାରୁ ଦୌଡ଼ି ଯିବା ପାଇଁ ଚେଷ୍ଟା କଲା। ସେଇ ସର୍ପଠୁ ବାହାରି ଯିବା ପାଇଁ ସେ ଚେଷ୍ଟା କଲା। ଆଉ ପରମେଶ୍ୱର କହିଲେ, ତାର ଲାଙ୍ଗୁଡ଼ ଧର ବୋଲି କହିଲେ। ଆଉ ଯେବେ ସେ ତାର ଲାଙ୍ଗୁଡ଼ ଧରିଲେ, ତେବେ ସେ ବାଡ଼ି ଫେରସ୍ତ ସେ ବାଡ଼ି ହେଇଗଲା। ତାପରେ ସେ କହିଲେ, ତୁମର ହସ୍ତକୁ ନେଇ ତୁମ ଦୁଇ ହସ୍ତ ଭିତରେ ରଖ, ବା ପେଟ ଭିତରେ ବା ଛାତି ଉପରେ ରଖ। ଯେବେ ସେ ରଖିଲେ, ସେତେବେଳେ ସେ ଦେଖିଲେ ତାଙ୍କ ହସ୍ତ କଣ ହେଲା, କୁଷ୍ଠ ରୋଗ ରୂପେ ପରିଣତ ହୋଇଯାଇଥିଲା। ଆଉ ଯେବେ ସେ ଦେଖିଲେ ତାଙ୍କ ହସ୍ତ ଏକ କୁଷ୍ଠ ରୋଗ ରୂପେ ପରିଣତ ହୋଇଅଛି, ତେବେ ପରମେଶ୍ୱର ଆଉ ଥରେ କହିଲେ କି, ସେଇ ହସ୍ତକୁ ଯେପରି କରିଥିଲ ସେହିପରି କର।
ଆଉ ଯେବେ ସେ ସେଇପରି କଲେ ତାର ହସ୍ତ ପୁନର୍ବାର ଯେପରି ଥିଲା ସେଇପରି ହୋଇଗଲା। ବନ୍ଧୁ, ଯାତ୍ରା ପୁସ୍ତକ ଆ 4:8-9 ଆମେ ଦେଖୁଛୁ ତୃତୀୟ ଆଶ୍ଚର୍ଯ୍ୟ କର୍ମ, ଯାହାକି ମୋଶାଙ୍କ ଦ୍ୱାରା ପରମେଶ୍ୱରଙ୍କ ଆଦେଶରୁ ପାଣିକୁ ରକ୍ତ ଭାବରେ ପରିଣତ କରିଥିଲା। ଆଉ ଯଦିଓ ବା ପରମେଶ୍ୱରଙ୍କ ମୋଶଙ୍କ ଦ୍ୱାରା ଶକ୍ତିଶାଳୀ ଆଶ୍ଚର୍ଯ୍ୟ କର୍ମ କରିଥିଲେ ଆଉ ବ୍ୟବହାର କରିଥିଲେ, ଯାହାକି ଚାରିଟା ହଉଛି ସେ ଜଣେ ଭଲ ଭକ୍ତା ନଥିଲେ। ଏହିପରି ସେ ବାହାନା ଦେଲେ, ପ୍ରଭୁ ମୁଁ ଭଲ ଭାବରେ କହିପାରିବି ନାହିଁ। ଆଉ ଏଇ ଯୋଉ ଚାରିଟା ଆମେ ଦେଖୁଛୁ, ଯାହା ଆମେ ମଧ୍ୟ ଏହିପରି ବାହାନା ଦେଇଥାଉ। ସେ ପ୍ରଥମରେ କହିଲେ ମୁଁ କିଏ, ଆଉ ଦ୍ୱିତୀୟରେ ସେ କହିଲେ ତୁମ୍ଭେ କିଏ, ଆଉ ତୃତୀୟରେ ସେ କହିଲେ ଯଦି ସେମାନେ ବିଶ୍ୱାସ ନ କରିବେ, ଆଉ ଚତୁର୍ଥ କହିଲେ ସେମାନେ ମୋ କଥା ମାନିବେ ନାହିଁ, ମାନିବେ ନାହିଁ। ଆଉ ପରିଶେଷରେ ପରମେଶ୍ୱର ତାଙ୍କ ଶେଷ କଥାକୁ ମଧ୍ୟ କହିଲେ ତମେ ଯାଅ, ତୁମ ପାଇଁ ଜଣେ ସାହାଯ୍ୟକାରୀ ମୁଁ ପଠାଇବି, ଯେ କି ତୁମକୁ ସାହାଯ୍ୟ କରିବ। ତେବେ ମଉସା ଆପଣା ଶାଶୁଙ୍କ ଶ୍ୱଶୁରଙ୍କର ଅନୁମତି ନେଇ ସେ ସେଇ ମିଦିନ ଛାଡ଼ିକରି ମିଶର ଦେଶକୁ ଯାଆନ୍ତି। ତାହେଲେ ଚାଲନ୍ତୁ ଯାତ୍ରା ପୁସ୍ତକ 18-31, 4:18-31 ଆମେ ସେଠି ପାଉଛୁ, ଅନନ୍ତର ମଉସା ଆପଣା ଶ୍ୱଶୁର ଜିତ୍ର ନିକଟକୁ ବାହୁଡ଼ି ଯାଇ କହିଲେ ମୁଁ ବିନୟ କରୁଅଛି ମିଶରସ୍ଥ ମୋହର ଭାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜି ଯାଏ ବଞ୍ଚି ଅଛନ୍ତି କି ନାହିଁ ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ। ତହିଁରେ ଜିଥ୍ରୋ ମଶାଙ୍କୁ କହିଲା କୁଶଳରେ ଯାଅ। ଆଉ ସଦାପ୍ରଭୁ ମିଶରୀୟରେ ମଶାଙ୍କୁ କହିଥିଲେ ତୁମ୍ଭେ ମିଶରର ଫେରି ଯାଅ, ଯେହେତୁ ଯେଉଁ ଲୋକମାନେ ତୁମ ପ୍ରାଣ ଅନ୍ୱେଷଣ କରୁଥିଲେ ସେମାନେ ମରି ଅଛନ୍ତି। ତହୁ ମଉସା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼େଇ ଚଢ଼ାଇ ମିଶର ଦେଶକୁ ଫେରିଗଲେ। ପୁଣି ସେ ଆପଣା ହସ୍ତରେ ପରମେଶ୍ୱରଙ୍କ ସେହି ଯଷ୍ଟି, ଯୋଉଟା ମୁଁ କହିଲି ବାଡ଼ି ଯଷ୍ଟି ନେଲେ। ଅନନ୍ତର ସଦାପ୍ରଭୁ ମଶାଙ୍କୁ କହିଲେ ସାବଧାନ, ତୁମ୍ଭେ ମିଶରକୁ ଫେରିଗଲେ ଆମେ ତୁମ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ଦେଇଥିଲୁ ତାହା ଫାରୋ ସାକ୍ଷାତରେ କରିବ, ମାତ୍ର ଆମ୍ଭେ ତାହାର ମନ କଠିନ କରିବା। ତହିଁରେ ସେ ଲୋକମାନଙ୍କୁ ଛାଡ଼ିଦେବେ ନାହିଁ। ବନ୍ଧୁ, ଆମେ ଦେଖୁଛୁ 22ରେ ପୁଣି ତୁମ୍ଭେ ଫାରୋକୁ କହିବ ସଦାପ୍ରଭୁ କହନ୍ତି ଇସ୍ରାଏଲ ଆମର ପ୍ରଭୁ, ଆମର ଜ୍ୟେଷ୍ଠ ପୁତ୍ର। ଏହିପରି ପରମେଶ୍ୱର କହିଲେ କି ତୁମ୍ଭେ ଆମର ଜ୍ୟେଷ୍ଠ ପୁତ୍ର, ଆମ୍ଭେ ତୁମର କହିଅଛୁ ଆମର ସେବା କରିବା ପାଇଁ ତୁମ୍ଭେ ଆମ ପୁତ୍ରକୁ ଛାଡ଼ିଦିଅ। ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ। ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବୋଧ କରିବା। ଏହିପରି ମଉସାଙ୍କୁ ପରମେଶ୍ୱର କହିଲେ, ଆଉ ମଉସା ସେ କଥା ଅନୁସାରେ
ସେ କଲେ। ଆମେ ଦେଖୁଅଛୁ କି ଅନନ୍ତର ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କ ପାଇଁ ବୋଧ କରିବାକୁ ଚେଷ୍ଟା କଲେ। ସେତେବେଳେ ସିପୋରା ଏକ ତୀକ୍ଷ୍ଣ ହସ୍ତ ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ନିତାନ୍ତ ମୋହର ତକ୍ତପ୍ରିୟ କର। ଯାହା ଆଜିର ଏଇ ଯୋଉ ଗୁରୁବାର ଦିନର ପାଠ ହଉଛି, ଯାହା ଆମେ ଦେଖୁଅଛୁ କି ଇସ୍ରାଏଲ ପ୍ରଜାମାନେ ସେହି ସମୟରେ, ଏବେ ବର୍ତ୍ତମାନ ଆମେ ଡୁବନ ବିଷୟରେ କହୁଅଛୁ, ମାତ୍ର ଏଠି ଆମେ ଦେଖୁଛୁ କି ଯେଉଁ ପଦ ଆମେ ସୁନ୍ନତ ସରକମସିସନ ଯାହା ଇଂରାଜୀରେ କହୁଛୁ, ପରମେଶ୍ୱର ଆପଣା ମୋସାର ପୁତ୍ରକୁ ବୋଧ କରିବା ପାଇଁ ଯାଉଥିଲେ। ଆଉ ସିପୋରା ଯେ କି ମୋସାଙ୍କ ସ୍ତ୍ରୀ ଆପଣା ପୁଅର ଏକ ଯେଉଁ ଯେଉଁ ଭାଗର ଚର୍ମ ନେଇ କାଟି ସେଇ ତଳରେ ରଖିଲେ, ଆଉ ସଦାପ୍ରଭୁ ମୋସାଙ୍କ ପ୍ରାଣ ରକ୍ଷା କଲେ। ବନ୍ଧୁ, ସେହିପରି ଯଦି ଆମେ ଦେଖିବା ସାରା ପର୍ବ, ସେଠି ଆମେ ଦେଖୁଛୁ କିପରି ପରମେଶ୍ୱର ମୋସାଙ୍କୁ ପଠେଇଲେ ଆଉ ମୋସାଙ୍କୁ ମଧ୍ୟ ଶିକ୍ଷା ଦେଲେ କି ସ୍ୱର୍ଗରାଜ୍ୟ ଯିବା ପାଇଁ ଏକ ନିୟମ ଅଛି। ସେହି ସମୟରେ ସେ ନିୟମ ଥିଲା, ଯାହା ଆମେ ଇଂରାଜୀରେ କହୁଛୁ ସରକମସିସନ୍ସ, ଯାହା ଓଡ଼ିଆରେ କୁହାଯାଉଛି କି ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ନିମନ୍ତେ ନିତାନ୍ତ ମତେ ରକ୍ତପ୍ରିୟ କର। ଏହି ରୂପେ ପରମେଶ୍ୱର ତାଙ୍କୁ ଛାଡ଼ି ଦେଲେ। ତହିଁରେ ସେ ସ୍ତ୍ରୀ କହିଲା, ସୁନ୍ନତ ପ୍ରୟୋକ୍ତ ତୁମେ ରକ୍ତପ୍ରିୟ ବର ଅଟ। ଅନନ୍ତର ସଦାପ୍ରଭୁ ହାରଗୁଙ୍କୁ କହିଲେ, ତୁମ୍ଭେ ମୋସା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ। ତେଣୁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। ବନ୍ଧୁ, ଆମେ ଦେଖୁଅଛୁ କିପରି ପରମେଶ୍ୱରଙ୍କ କାର୍ଯ୍ୟ, ପରମେଶ୍ୱରଙ୍କ ଇଚ୍ଛା ପୂରଣ ପରମେଶ୍ୱରଙ୍କ ଦାସ ଦ୍ୱାରା କରନ୍ତି। ଆଉ ଦେଖୁଛୁ କି ପରମେଶ୍ୱରଙ୍କ କାର୍ଯ୍ୟ କିପରି ମଉସା କରିବାକୁ ଲାଗିଲେ, ଯେହେତୁ ପରମେଶ୍ୱର କହିଲେ କି ତୁମକୁ ଜଣେ ମୁଁ ସାହାଯ୍ୟକାରୀ ଦେଉଅଛି। ବନ୍ଧୁ, ଯେବେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଥିଲେ, ସେ କହିଲେ, ମୁଁ ଏହି ପୃଥିବୀ ବହୁ ଦିନ ପାଇଁ ରହିବି ନାହିଁ, ଆଉ ଯେବେ ମୁଁ ଏହି ପୃଥିବୀରେ ରହିବି ନାହିଁ, ତୁମମାନଙ୍କୁ ଏକ ସାହାଯ୍ୟକାରୀ ପଠେଇବି ବୋଲି ସେ କହିଲେ। ଆଉ ସେହି ସାହାଯ୍ୟକାରୀ ହଉଛନ୍ତି ପବିତ୍ର ଆତ୍ମା। ଆମେ ଦେଖୁଛୁ ଏଠି ମୋସାଙ୍କ କାହାଣୀ ବିଷୟରେ, ଯେବେ ପରମେଶ୍ୱର ମୋସାଙ୍କ ସହିତ ଭେଟିଲେ, ଆଉ ମୋସା ଅନେକ ବାହାନା ଦେଖାଇଲେ। ଆଉ ପରମେଶ୍ୱର କହିଲେ, ଯଦି ମୋତେ ଲୋକମାନେ ପଚାରିବେ କିଏ, ତେବେ ସେ କହିବ କି ମୁଁ ସେହି ପ୍ରଭୁ, ଯେଉଁ ପ୍ରଭୁ ତୁମର ପିତୃପୁରୁଷ ମାନଙ୍କୁ ଏକ ପ୍ରତିଜ୍ଞା କରିଥିଲି, ସେଇ ପ୍ରତିଜ୍ଞା ଯେଉଁମାନଙ୍କୁ କରିଥିଲି, ଅବ୍ରାହମ, ଇସାକ ଆଉ ଯାକୁବ, ସେଇ ପ୍ରତିଜ୍ଞାକୁ ମୁଁ ପୂରଣ କରୁଅଛି। ଆଉ ଯାହା ଯାହା ବାହାନା ମୋସା ପରମେଶ୍ୱରଙ୍କୁ ଦେଲେ, ଆଉ ପରମେଶ୍ୱର କହିଲେ, ଭୟ କର ନାହିଁ, ମୁଁ ତୁମ ସହିତ ଅଛି। ଆଉ ସେ ଏମିତି ବାହାନା କଲେ ଯେ, ପ୍ରଭୁ ମୁଁ ଭଲ ଭାବରେ କହିପାରେ ନାହିଁ। ତେବେ ସେ କହିଲେ, ତୁମ ମୁଖପାତ୍ର ହେବ ତୁମର ବଡ଼ ଭାଇ ଏରନ, ଆଉ ଯାହା ଯାହା ତମେ କହିବ ସେ ଫେରଙ୍କୁ ଯାଇ ସେ କହିବ, ତୁମେ ତୁମ ଭାଇ ପାଇଁ ପ୍ରଭୁ, ଆଉ ଯାହା ତମେ କହିବ
ତାହା ସେ କରିବ। ଆଉ ମୁଁ ଯାହା ଆଦେଶ ଦେବି ତୁମେ ତାହା ତାକୁ ଆଦେଶ ଦେବ। ବନ୍ଧୁ, ମୁଁ ଆଶା କରୁଛି ଆମ ଏହି ଓଡ଼ିଆ ସାବା ସ୍କୁଲ ପାଠ, ଯାହାକି ଆମେ ପ୍ରତି ସପ୍ତାହରେ ପ୍ରସାରଣ କରୁଛୁ ୟୁଟ୍ୟୁବ ମାଧ୍ୟମ ଦ୍ୱାରା, ମୁଁ ଜାଣେ ନାହିଁ କେତେ ଭାଇ ଭଉଣୀ ମାନେ ଏହି ଆମ ୟୁଟ୍ୟୁବରେ ଯୋଗ ଦଉଛନ୍ତି ବା ୟୁଟ୍ୟୁବ ସାବା ସ୍କୁଲ ପାଠରେ ଯୋଗ ଦଉଛନ୍ତି, ମୁଁ ଜାଣେ ନାହିଁ। ମାତ୍ର ମୁଁ ବିନୟ କରୁଛି କି ଯେବେ ଆପଣମାନେ ଏହି ସାବା ସ୍କୁଲ ପାଠ ଦେଖୁଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟନ୍ତୁ, ସେୟାର କରନ୍ତୁ, କୁହନ୍ତୁ। ଯେଉଁ ଭାଇ ଭଉଣୀମାନେ, ଯେପରିକି ଆଜିର କାହାଣୀ ଆମେ ଦେଖିଲୁ, ହୋଇପାରେ ସେମାନଙ୍କୁ ମଧ୍ୟ ପରମେଶ୍ୱର ଡାକିଛନ୍ତି, ମାତ୍ର ସେଇ ରବ ସେମାନେ ଶୁଣି ପାରୁନାହାନ୍ତି। ଆଉ ସେଇ ରବ ହଉଛି ଆପଣମାନେ। ଆପଣମାନେ ଯେବେ ସେମାନଙ୍କ ସହିତ ଭେଟିବେ ଆଉ କହିବେ ଆଉ ସାକ୍ଷାତ ଦେବେ, ତେବେ ପରମେଶ୍ୱରଙ୍କର ଗୌରବାନ୍ୱିତ ହେବ। ପରମେଶ୍ୱରଙ୍କ ନାମ ତୁମ କାର୍ଯ୍ୟ ଦ୍ୱାରା ଗୌରବାନ୍ୱିତ ହେବ। ତାହେଲେ ମୁଁ ଆଶା କରୁଛି ଯେ ଯେତେ ଭାଇ ଭଉଣୀ ମାନେ ଆମ ଏଇ ଓଡ଼ିଆ ସାବ ସ୍କୁଲ ପାଠକୁ ସବସ୍କ୍ରାଇବ କରିଛନ୍ତି, ମୁଁ ଚାହେଁ କି ଏଇ ଯୋଉ ସଂଖ୍ୟା ବହୁତ ବଢୁ, ଅନ୍ୟ ଲୋକ ଜାଣନ୍ତୁ, ଯେପରିକି ଯୀଶୁଖ୍ରୀଷ୍ଟଙ୍କ ଆଗମନ ସହ ନିକଟ ହୋଇପାରିବ। ଧନ୍ୟବାଦ। ଚାଲନ୍ତୁ ଏହି ସାବା ସ୍କୁଲ ବନ୍ଦ କରିବା ପୂର୍ବେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଯେଉଁ ମଉସାଙ୍କ କାହାଣୀ ମାନଙ୍କ ସମ୍ମୁଖରେ ରଖିଲ, ହୋଇପାରେ ଆମ୍ଭେମାନେ ମଧ୍ୟ ସେହିପରି ବାହାନା ଦେଉଅଛୁ, ଖୋଜୁଅଛୁ। ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କର, ଶକ୍ତି ପ୍ରଦାନ କର, ଯେପରିକି ମଉସାଙ୍କ ସମ୍ମୁଖରେ ଆଶ୍ଚର୍ଯ୍ୟ କର୍ମ କରି ତାଙ୍କୁ ଏକ ସାହସ ରୂପେ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କଲ, ସେହିପରି ଏମାନଙ୍କୁ ସାହାଯ୍ୟ କର, ଯେପରିକି ଆମେ ସାହସ ନେଇ ଆଗକୁ ବଢ଼ିପାରିବୁ। ତୁମ ସେହି ପ୍ରେମ ବିଷୟରେ ଆମମାନେ ଅନ୍ୟମାନଙ୍କୁ କହିପାରିବୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟରେ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ସାଧୁମାନଙ୍କୁ ସଂଗ୍ରହ କରିବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ଏକ ସୁଯୋଗ ଦିଅ, ଯେପରିକି ଆମମାନେ ଆମମାନଙ୍କ ହସ୍ତ ମିଲେଇ ଯୀଶୁଙ୍କ ହସ୍ତରେ ମିଲେଇ ଯେପରିକି ଆମେ ସ୍ୱର୍ଗରାଜ ଯାଇପାରିବୁ, ସେହିପରି ଆମମାନଙ୍କୁ ଏକ ସୁଯୋଗ ଦିଅ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ, ଶୁଣି ଗ୍ରହଣ କର। ଆମେନ୍। ଧନ୍ୟବାଦ ବନ୍ଧୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।